ବୈଚିତ୍ର୍ୟପୂର୍ଣ୍ଣ ରାଜ୍ୟ। କିଛି ବର୍ଷ ଆଗରୁ ଲୋକକଳା ଗାଁ ଠାରୁ ସହର ପର୍ଯ୍ୟନ୍ତ ବେଶ ଦେଖିବାକୁ ମିଳୁଥିଲା, କିନ୍ତୁ ସମୟ ବଦଳିବା ସହିତ ଏହାର ପରିବର୍ତ୍ତନ ହୋଇ ହ୍ରାସ ଘଟୁଛି। ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଆଜି ଆମ ଓଡ଼ିଶା ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହେଉଛି। ପାଠପଢ଼ା ପାଇଁ ବଡ଼ ବଡ଼ ଇଞ୍ଜିନିୟରିଂ କଲେଜ, ଖେଳ ପାଇଁ ଷ୍ଟାଡିୟମ, ଏହା ଆମ ପାଇଁ ଗର୍ବର କଥା। କିନ୍ତୁ ଦୁଃଖର ବିଷୟ ଯେ ଧୀରେ ଧୀରେ ଆମ ଲୋକକଳା ହଜିଯାଉଛି, ଯଥା ଛଉ, ବାଘ ନାଚ, ଘୋଡ଼ା ନାଚ ଓ ଓଡ଼ିଶୀ ନାଚ। ଆମ ଲୋକକଳା ଆମ ପରିଚୟ ଓ ଆମ ସ୍ୱାଭିମାନ, ତେଣୁ ଆମକୁ ଏହାକୁ ଆଗେଇବାକୁ ପଡ଼ିବ। ଯଦି ସରକାର ଏହା ଉପରେ ଦୃଷ୍ଟି ପକାଇବେ, ତେବେ ତାହା ସମ୍ଭବପର ହେବ। ଶେଷରେ ମୁଁ ଏତିକି କହିବାକୁ ଚାହେଁ ଯେ ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ କେବଳ ସଚେତନତା ଓ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ଆମ ଲୋକକଳା ନିଶ୍ଚୟ ନୂତନ ଓଡ଼ିଶା ଗଠନରେ ସହାୟକ ହେବ। ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି।